अरे ये स्मिता किଏ? अरे जो आईटी सेल स्मिता। ओ से सुंदरी रूपश्री। अबे ସିଏ ଆମ କାହାରିକୁ ବି ଆଜି ଯାଇ ଭାଉଟିଏ ଦେଲା ନାହିଁ। ବେ ତତେ କେମିତି ସେ ଭାଉଟେ ଦେଇଦେଲା? ସେ ଜାଣିଛି ତ ତୁ ବାହା ହେଇଛୁ ବୋଲି। ହଁ ହଁ ଆରେ ଆରେ ବେ ବେ ବେ, ନା ନା ନା, ତୁ କହ, ତୁ ସତ କଥା କହିବୁ। ତୁ ସ୍ମିତା ସହିତ କେମିତି ତାକୁ ପଟେଇଦେଲୁ ଏବଂ ସିଏ ତତେ କେମିତି ଭାଉ ଦେଲା? ହଁ ଶୁଣ, ଆଜି ଯାଇ ସମସ୍ତଙ୍କୁ ଆମକୁ ସ୍ମାଇଲ ଦେଇ ଆସୁଛି। ଆମେ ଭାବୁଛୁ ଶଳା ସିଏ ଭାବୁଛି ସିଏ ତାକୁ ଭଲ ପାଉଛି, ମୁଁ ଭାବୁଛି ସେ ମତେ ଭଲ ପାଉଛି, କିନ୍ତୁ ଶଳା ଯେତେବେଳେ ପ୍ରପୋଜ କରିବା ପାଇଁ ଗଲୁ କଣ ନା ଆଇ ଏମ୍ କମିଟେଡ, ବଟ୍ ତୋ ଭଳିଆ ବିବାହିତ ପୁରୁଷଟାକୁ ସେ ଭାଉ ଦେଲା କେମିତି? ଶୁଣ, ଆଜିକାଲି ଝିଅ ତ ସେମିତିକା ଆଉ ହେଲା। ମାନେ ତାଙ୍କୁ ନା ସବୁ ଏକ୍ସପିରିଏନ୍ସ ବାଲା ଦରକାର। ହଁ ମାନେ ତାଙ୍କୁ ଫ୍ରେଶର ଦରକାର ନାହିଁ, ବ୍ୟାଚଲର ଦରକାର ନାହିଁ। ଏତେ ସବୁ କଥା ଶୁଣି ସାରିଲା ପରେ ସୁନୀଲ ପୁରା କଣ, ସେ ରକ୍ତ ଚାଉଳ ଯେମିତି ଚବାନ୍ତି ସେମିତି ତାର ପୁରା, ତା ମୁହଁ ପୁରା, ତା ଫେସ୍ ପୁରା ଲାଲି ପଡିଯାଇଛି। ହଁ ବେକାର କଥା କହନି। ତୁମେ ସବୁବେଳେ ସବୁ ଜିନିଷ ଓଭର ଥିଙ୍କିଂ କରୁଛ। ମୁଁ ସେଇଥିପାଇଁ ତମକୁ କହୁନଥିଲି, ଲୁଚେଇକି ରଖୁଥିଲି। ନାଇଁ ନାଇଁ, କାହିଁ କଣ ହେଲା, କାହିଁ କଣ ହେଲା, ଆମେ କଣ ଖରାପ କଥା କହିଲୁ? ଆରେ ସେମିତି କିଛି ନାହିଁ, ସେ ଜଷ୍ଟ ମତେ ଧରମ ଭାଇ କରିଛି। ଓ ବାବୁକୁ ମ୍ୟାଡାମ ଧରମ ଭାଇ କରିଛନ୍ତି? ସତରେ? ଏଇଟା ପୁଣି କେବେଠୁ ଷ୍ଟାର୍ଟ ହେଲାନି? ଆଉ ଭାଉଜ ଜାଣିଛନ୍ତି? ନାଇଁ ଜାଣିନାହାନ୍ତି। ହଁ ଜଣେଇବୁ ବା କାହିଁକି? ଜଣେଇଲେ ତ ଘରେ ମହାଭାରତ ହବ ନା। ଟୋକା ଠିକ ଜାଣିଛି, ସେଇଥିପାଇଁ କାହାକୁ କିଛି କହିନାହିଁ। ଆଉ ଆମକୁ ବି ଲୁଚଉଛି। ହଉ ଛାଡେ, ଆମକୁ ବି ଟିକେ କହୁନୁ ଧରମ ଭାଇ କରିବ। ଟୋକା ପୁଣି ରାଗିଗଲା। ବେକାର କଥା କହିବୁ ନାହିଁ। ଭାଇ ଭଉଣୀ ସମ୍ପର୍କ ଉପରେ ନା ଆଙ୍ଗୁଳି ଉଠେଇବୁ ନାହିଁ। ହଉ ହଉ ହଉ, ଠିକ ଅଛି ଠିକ ଅଛି। ଆମେ କିଛି ନାହିଁ, ଆମେ ଖରାପ ପିଲା, ପାଟିରୁ ଟିକେ ବାହାରିଗଲା। ହଉ ହଉ ସରି। ଆଉ କାଲି କିଏ କିଏ ତାଙ୍କ ଘରେ ଥିଲେ? ବାପା ମା ଭାଇ ଭଉଣୀ କିଏ କିଏ ଆଉ ଥିଲେ? ନାଇଁ, ସମସ୍ତେ ଗାଁକୁ ଯାଇଥିଲେ। ତ ଏମାନଙ୍କର ହସଟା ଆସୁଛି, ବଟ ହସଟାକୁ କଣ୍ଟ୍ରୋଲ କରିକି। ହଉ 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 ହଉ, ଭଲ ଜିନିଷ ଯେ କେହି ନଥିଲା ବେଳେ ନା ସେମିତି ହୁଏ। ହଁ ଆଉ ତାଙ୍କ ମମି ବାପା ଜାଣିଛନ୍ତି? ନା ନା, ତା ମମି ଟିକେ ଏସବୁକୁ ରାଗନ୍ତି ତ ତ ସେ ମମିକୁ କହିନାହିଁ। ହଁ ଠିକ ଅଛି, ଆଜି ରାଗୁଛନ୍ତି କାଲି ସେ ବୁଝିଯିବେନି। ଆଉ ଏମିତି କେତେ କଣ ଘଟିଛି, ଆଉ ତମେ ତ ଏମିତି ତମର ଧରମ ଭାଇ ଧରମ ଭଉଣୀ କହ କାହାଣୀ। ଏମିତି ହୁଏ, କିଛି ନାହିଁ। ହଁ ନ ଇସୁ। ହଁ ଆଉ କାହିଁ ତୁ ଭାଉଜଙ୍କୁ କାହିଁକି କହିନାହୁଁ? ଡରୁଛୁ? ମୁଁ କାହିଁ ଡରିବି? ସେ କଣ ମୁଁ ଆଉ ଭାଉଜ ଜାଣିନାହାନ୍ତି, ଜାଣିବ ଯେବେ ଜାଣିବ, ସେଥିରେ ମୋର କଣ ହେଇଗଲା? ପ୍ରୋବ୍ଲେମ ଏଇଠି ସରୁନି, ପ୍ରୋବ୍ଲେମ ଏଇଠୁ ଷ୍ଟାର୍ଟ ହଉଛି।